ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଛନ୍ତି ବିଏସ୍ଏଫ୍ 136 ବାଟାଲିୟନର ଯବାନମାନେ। ମାଓବାଦୀ ଯବାନମାନଙ୍କୁ ଟାର୍ଗେଟ କରି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତର ସିଲ୍କିସୁଗା ଘଞ୍ଚ ଜଙ୍ଗଲରେ ଆଇଡି ବିସ୍ଫୋରକ ବିଛାଇଥିଲେ। ଆଉ ନିଜ ଗତିପଥ ବଦଳାଇ ପଳାଇଥିଲେ ମାଓବାଦୀ। ହେଲେ ମାଓବାଦୀଙ୍କ ସବୁ ଯୋଜନାକୁ ପଣ୍ଡ କରିଛନ୍ତି ବାଲିଗୁଡ଼ା ବିଏସ୍ଏଫ୍ 136 ବାଟାଲିୟନର ଯବାନମାନେ। ତେବେ ସିଲ୍କିସୁଗା ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ନେଇ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲେ। ସେହି ଆଧାରରେ ବିଏସ୍ଏଫ୍ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରୁ 18ଟି ଜିଲୋଟିନ୍, 8ଟି ଡିଟୋନେଟର, 17ଟି ବ୍ୟାଟେରୀ, ସୋଲାର ପ୍ଲେଟ୍ ଓ ବିସ୍ଫୋରକ ତିଆରି ଉପାଦାନ ସମେତ ମାଓ ସାମଗ୍ରୀକୁ ଜବତ କରାଯାଇଛି। ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନମାନେ। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।